ମୁଁ ଶଶୀରଞ୍ଜନ ଦାସ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଆମ ସଂଘ। ଆଜି ଆମର ବୈଠକ ହୋଇଥିଲା ଯେ ଦୀର୍ଘ ଦିନରୁ ଆମର ଦାବି ରହି ଆସିଥିଲା ଯେ ତ୍ରୟୋବାର୍ଷିକ ସମ୍ମିଳନୀ ଆମ କୋରାପୁଟ ଜିଲ୍ଲାରେ କରିବା ପାଇଁ। ଏନେ ଆମେ ଗୃହ ବିଭାଗକୁ ମଧ୍ୟ ପତ୍ର ଲେଖିଥିଲୁ ଯେ ଆମେ 23 ଆଉ 24 ମେରେ କୋରାପୁଟରେ ତ୍ରୟୋବାର୍ଷିକ ସମ୍ମିଳନୀ କରିବୁ, ଆମେ ସ୍ୱଚ୍ଛ ନିରପେକ୍ଷ ନିର୍ବାଚନ କରିବୁ ବୋଲି। କିନ୍ତୁ ରାଜ୍ୟ ସଂଘ କୁଚକ୍ରାନ୍ତ କରି ସେମାନେ ଆଗରୁ ସ୍ଥିର କରିଦେଇଛନ୍ତି ଆଉ ପୁରୀରେ ସେ ନିର୍ବାଚନ କରିବା ପାଇଁ। ଏହାକୁ ବହୁତ ଗୁଡ଼ିଏ ଜିଲ୍ଲାର ଆମର ଜିଲ୍ଲା ସ୍ତରୀୟ ମହିଳା ଆଉ କିଛି ନେତୃତ୍ୱ ମଧ୍ୟ ବିରୋଧ କରୁଛନ୍ତି। ଯେହେତୁ ସେମାନେ ଲକ୍ଷାଧିକ ଟଙ୍କା ଓଡ଼ିଶା ଅମଳ ସଂଘର ପାର୍ଟିର ଆତ୍ମସାତ କରିଛନ୍ତି, ଦୀର୍ଘ ବର୍ଷ ତାର ହିସାବ ଦେଉନାହାନ୍ତି। ତା ସହିତ ଆମର ଯେଉଁ ମିଳିତ ଅମଲା ମଞ୍ଚ ଗଠନ ହୋଇଥିଲା, ସରକାରଙ୍କ ସ୍ତରରେ କଥାବାର୍ତ୍ତା କରି ଆମର ଅମଲାମାନଙ୍କର ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ଦାବି ପୂରଣ କରିବା ପାଇଁ ବୋଲି ସେ ଯେଉଁ ଆମଠୁ ଟଙ୍କା ଆଦାୟ କରି ନେଇଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ସରକାର ସହିତ ସଲାସୁତରା କରି ଆମର କାର୍ଯ୍ୟରେ ବାଧା ଦେଲେ ଆଉ ଆମେ ଆମର ଦାବି ପାଇବାରେ ଆମେ ସମ୍ପୂର୍ଣ୍ଣ ବିଫଳ ହୋଇଛୁ। ତ ତାର ମଧ୍ୟ ହିସାବ ବାରମ୍ବାର ଆମର ରାଜ୍ୟ ନେତୃତ୍ୱ କିଛି ଆଉ ଜିଲ୍ଲା ନେତୃତ୍ୱ କିଛି ସେମାନେ ଚାହୁଁଛନ୍ତି, କିନ୍ତୁ ସେ ତାଙ୍କର ହିସାବ ଦେଉନାହାନ୍ତି। ଆକୁ ଆମେ ଘର ବିରୋଧ କରୁଛୁ। ତୋ ସହିତ ଆମର 2024 ମସିହାରେ ଜାନୁଆରୀରେ ରାଜ୍ୟ ସରକାର ଗୋଟେ ନିର୍ଦ୍ଧାରଣ ବାହାର କରିଥିଲେ, ରାଜସ୍ୱ ଅମଲା ସଂଘକୁ ସ୍ୱତନ୍ତ୍ର କ୍ୟାଡର ମାନ୍ୟତା ଦେଇଛନ୍ତି। ଯେହେତୁ ରାଜସ୍ୱ ଅମଲାମାନେ ସେମାନଙ୍କର ସ୍ୱତନ୍ତ୍ର କ୍ୟାଡର ହୋଇଗଲା, ସେମାନେ ଓଡ଼ିଶା ଅମଲା ସଂଘ ରହିବା କଥା ନାହିଁ। ଆଉ ଓଡ଼ିଶା ଅମଲା ସଂଘ ରହି ସେମାନେ ନାନା ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି, ଓଡ଼ିଶା ଅମଲା ସଂଘକୁ ବିରୋଧ କରୁଛନ୍ତି। ତେଣୁ ଆଜି ଆମର ଗୋଟେ ଉଚ୍ଚସ୍ତରୀୟ କମିଟି ହେଇଛି, ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନଙ୍କୁ ଆଉ କିଛି ରାଜନେତାଙ୍କୁ ନେଇ ଗୋଟେ ଉଚ୍ଚସ୍ତରୀୟ କମିଟି ହେଇଛି। ଆଉ ସେଥିରେ ଆମର ନିର୍ଦ୍ଧାରଣ ହୋଇଛି ଯେ ରାଜସ୍ୱ ଅମଳାମାନଙ୍କୁ ଯେଉଁମାନେ ଓଡ଼ିଶା ଅମଳ ସଂଘର ପଦପତି ଅଛନ୍ତି ତାଙ୍କୁ ବାହାର କରିବୁ। ଏନେ ଅତି ଶୀଘ୍ର ଆମେ ଗୃହ ବିଭାଗ ଚିଠି ମଧ୍ୟ ଲେଖିବୁ ଆଉ ତାଙ୍କୁ ଆମେ ଓଡ଼ିଶା ଅମଳ ସଂଘର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିବୁ।